ନୀଳମାଧବ ମନ୍ଦିର ହେଉଛି ଏକ ପୁରାତନ ହିନ୍ଦୁ ମନ୍ଦିର। ଏହା ନୟାଗଡ଼ ଜିଲ୍ଲା କଣ୍ଟିଲରେ ମହାନଦୀ କୂଳରେ ଅବସ୍ଥିତ। ସ୍କନ୍ଦ ପୁରାଣ ଅନୁଯାୟୀ ଜଣେ ତୀର୍ଥଯାତ୍ରୀ ଇନ୍ଦ୍ରଦ୍ୟୁମ୍ନଙ୍କ ନିକଟକୁ ମହାନ ଭଗବାନ ନୀଳମାଧବଙ୍କୁ ଓଡ଼ିଶାର ନୀଳାଚଳରେ ପୂଜା କରାଯାଉଥିବାର ବର୍ଣ୍ଣନା କରିଥିଲେ। ଏହାପରେ ତୀର୍ଥଯାତ୍ରୀ ଜଣକ ଅଦୃଶ୍ୟ ହୋଇଗଲେ। ପରେ ଇନ୍ଦ୍ରଦ୍ୟୁମ୍ନଙ୍କ ଅନୁରୋଧ କ୍ରମେ ନୀଳମାଧବଙ୍କୁ ସନ୍ଧାନ କଲେ ବିଦ୍ୟାପତି। ବିଦ୍ୟାପତି ମହାନଦୀ କୂଳରେ ଥିବା ଶାବର ଦ୍ୱୀପ ଜଙ୍ଗଲରେ ପହଞ୍ଚିଲେ। ଶବର ରାଜା ବିଶ୍ୱବସୁ ବିଦ୍ୟାପତିଙ୍କୁ ପରଦିନ ସକାଳେ ନୀଳମାଧବଙ୍କୁ ଦେଖାଇବାକୁ ପ୍ରତିଜ୍ଞା କରିଥିଲେ। ଦର୍ଶନ ପୂର୍ବରୁ ବିଦ୍ୟାପତି ଖାଦ୍ୟ କିମ୍ବା ଜଳ ସ୍ପର୍ଶ କରିନଥିଲେ। ବିଦ୍ୟାପତିଙ୍କ ଉତ୍ସାହ ଦେଖି ଶବର ରାଜା ତାଙ୍କୁ ରୋହିଣୀ କୁଣ୍ଡରେ ସ୍ନାନ କରାଇ କଳ୍ପବୃକ୍ଷ ତଳେ ବସାଇଥିଲେ। ସେଠାରେ ବିଦ୍ୟାପତି ନୀଳମାଧବଙ୍କୁ ଦେବମାନଙ୍କ ଦ୍ୱାରା ପୂଜା କରାଯାଉଥିବାର ଦେଖିଥିଲେ। ତାପରେ ବିଦ୍ୟାପତି ରାଜା ଇନ୍ଦ୍ରଦ୍ୟୁମ୍ନ ରାଜଧାନୀ ଅବଧିକୁ ଫେରିଗଲେ। ଏହାପରେ ରାଜା ଇନ୍ଦ୍ରଦ୍ୟୁମ୍ନ ବିଦ୍ୟାପତି ଏବଂ ତାଙ୍କ ଅନୁଗାମୀମାନଙ୍କ ସହ ନୀଳମାଧବ ଅଭିମୁଖେ ଯାତ୍ରା କଲେ। ତେବେ ଯେଉଁଦିନ ବିଦ୍ୟାପତି ମାଳକୁ ଫେରିଥିଲେ ସେହିଦିନ ନୀଳମାଧବ ଅଦୃଶ୍ୟ ହୋଇଯାଇଥିଲେ। ଘଟଣାସ୍ଥଳରେ ପହଞ୍ଚିବା ପରେ ସେମାନେ ଦେଖିଲେ ଯେ ନୀଳମାଧବ ନିଖୋଜ ଏବଂ ସମଗ୍ର ଅଞ୍ଚଳ ଉପକୂଳରେ ସୁବର୍ଣ୍ଣ ବାଲିରେ ଆଚ୍ଛାଦିତ ହୋଇଛି। ତେବେ ଶୂନ୍ୟବାଣୀ ହୋଇଥିଲା ଯେ ରାଜା ଇନ୍ଦ୍ରଦ୍ୟୁମ୍ନ 1000 ଅଶ୍ୱମେଧ ଯଜ୍ଞ ସହିତ ଦେବତାଙ୍କୁ ପୂଜା କଲେ ନୀଳମାଧବ ଫେରିବେ। ଯଜ୍ଞ ପରେ ନୀଳମାଧବ ପ୍ରକଟ ହୋଇ କହିଥିଲେ ସେ ରାଜାଙ୍କୁ ନୀଳମାଧବ ରୂପରେ ଦେଖା ନ ଦେଇ 4ଟି ରୂପରେ ପ୍ରକଟ କରିବେ। ଏହା ହେଉଛି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏବଂ ସୁଦର୍ଶନ। ସେ ରାଜାଙ୍କୁ ଚକ୍ରତୀର୍ଥ ନିକଟରେ ଅପେକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ଦାରୁରୁ 4 ଦେବତା ତିଆରି କରି ଏକ ଦେଉଳ ଗଢ଼ାଇ ସେଠାରେ ଦାରୁ ବିଗ୍ରହମାନଙ୍କୁ ପ୍ରତିଷ୍ଠା କରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମହାରାଜାଙ୍କର ଭକ୍ତିର ଆଭାସ ପାଇବା ପରେ ପୁରୁଷୋତ୍ତମ ନିଜେ ବିଶ୍ୱକର୍ମାଙ୍କ ରୂପ ନେଇ ଗୁପ୍ତରେ ଦାରୁ ମୂର୍ତ୍ତି ତିଆରି କଲେ। ମାଧବ ମାଧବ ହେ
ନିଜେ ଶ୍ରୀମନ୍ଦିରକୁ ଆସି ବୈଶାଖ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ପବିତ୍ର ପ୍ରତିମା ସ୍ଥାପନ କରିଥିଲେ। ସେହି ଦିନଠାରୁ ପୁରୀରେ ନୀଳମାଧବ ଦାରୁ ରୂପ ଧାରଣ କରି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏବଂ ସୁଦର୍ଶନ ଭାବେ ପୂଜିତ ହେଉଛନ୍ତି। ତୁମେ ପ୍ରଭୁ ଦୀନ ବନ୍ଧବ